ତାର ନରିସିନ ହବା ଯିବା ବାହାରେ ନାଚ ରାତି ଆସି 12ଟା ହେଲାଣି ଏ ପର୍ଯ୍ୟନ୍ତ ପଇସା ଦେଇକିନା ଘରକୁ ଫେରିଲି ଅଥଚ ବାପା ପୁଅ ଦିଟା ଗାଁ ଦ୍ୱାରା ବସି ପହଳ ମାରୁଛ କାହିଁକି ମୋ ପରେ ତମକୁ କେତେ କଣ କହିଯାଉଛି ତମକୁ କଣ ମୋ କଥା ବୁଝୁନି ତମକୁ କିଛି ମୋ କଥା ଆରେ ଯାଉ ଏମିତି ଘୁଟଟା ବେଳେ କଠିଆ ହେଇଛ ମୋ ଝିଅ ଗୀତାକୁ ଯାଇକି ଟିକେ ଖୋଜ ରାତି ଅଧରେ ମୁଁ ତାକୁ କୁଆଡେ ଖୋଜିବାକୁ ଯିବି ବାପାଙ୍କୁ ତା ସାଙ୍ଗସାଥି ମାନଙ୍କୁ ଫୋନ କରି ସାରିଛି ହେଲେ କାହାର କିଛି ଉତ୍ତର ନାହିଁ ଯଦି ବା ଉତ୍ତର ନାହିଁ ତ ଭାଇକି ଟିକେ ଫୋନ କରୁନୁ ବୋଉ ଭାଇକୁ ମୁଁ ଫୋନ କରିଛି ଭାଇ କହିଲେ ଏବେ ଆସୁଛନ୍ତି ବୋଲି ମୁଁ କେତେ ଥର ମନା କରୁଛି ଆମର ସେ ଚାକିରି ବାକିରି କିଛି ଦରକାର ନାହିଁ ତମେ ସେ ବର ଠିକ କର ଆମ ଝିଅର ବାହାଘର ଠିକ କରିଦବା ହେଲେ ନାଇଁ ତମର ସେ ଗୋଟାଏ ଅଛି ମୋ ଝିଅ ଇଣ୍ଟରଭ୍ୟୁ ଦେଇକି ଚାକିରି କରିବୁ ଏଇ ଦେଖ ଇଣ୍ଟରଭ୍ୟୁ ଦେବାକୁ ସକାଳ ପହରୁ ଯାଇଛି ରାତି ଆସି 12ଟା ବଜିଲାଣି ଏ ପର୍ଯ୍ୟନ୍ତ ମୋ ଝିଅ ଗୀତାଟା ଘରକୁ ଫେରିଲାଣି ବାପା ଏମିତି କହିଦେଲେ ଝିଅ ସେମିତି ଟଙ୍ଗର ଟଙ୍ଗ ହୋଇ ଚାଲିଗଲା ଇଣ୍ଟରଭ୍ୟୁ ଦେବାକୁ ଚାକିରି ସେଠି ଥୁଆ ହେଇଛି ଝିଅ ମୋର ଭ୍ୟାନିଟି ଉପରେ ସିଧା ଘରକୁ ଚାଲି ଆସିଛି ଝିଅ ବାହାର ବୋଲି ନାଟ ତମାଶା କରିବ ତା ପାଇଁ ମଣିଷ ସେଠି ଘରେ ହନ୍ତସନ୍ତ ହେବେ ମାଷ୍ଟର ଲୋକ ତ ରେବତୀ ବିଷୟଟା ତାକୁ ମର୍ମାହତ କରିବେ ସେଥିପାଇଁ ଗାଁ ଗାଁ ବୁଲି ଝିଅମାନଙ୍କୁ ପାଠ ପଢ଼ିବା ସ୍ଲୋଗାନ ଚାଲିଛି ନିଜେ ତ କୋଉଠି କରିନଥିଲି ନିଜ ବେପାର ଆପଣ ପାଇଁ ନିଜର ଝିଅ ଜୀବନଟା ବି ନଷ୍ଟ ହେଇଗଲା କଣ କହିଲୁ ତୁ ପିତାକୁ ମୁଁ ନଷ୍ଟ କରିଦେଇଛି ଝିଅ ପାଠ ପଢି ଶିକ୍ଷିତ ହେଇ ଚାକିରି କରିବା କଣ ଭୁଲ ନାଇଁ ଝିଅ ରାତି 12ଟା ବାହାରେ ବୁଲିବାଟା ଠିକ ମାନବ କବିତା ବାବୁ ସହ ସମ୍ପର୍କ ରଖିବା 7 ଜନ୍ମର ଫଳ ତମେ କଣ କଲ ଘରକୁ ଆସିବା ଅତିଥିକୁ ଧକ୍କା ମାରି ଅପମାନରେ ପିତା କରିଦେଲ এই ଅପମାନର ଫଳ ତମେ ଭୋଗିବାଟା କଣ ଆମେ ଭୋଗିବୁ ହଁ ଝିଅ ଚାକିରି କଲେ ଯେମିତି ସାକ ପୁରୁଷକୁ ଉଦ୍ଧାର କରିଦେବ ଓ ତମେ ଟିକେ ଚୁପ୍ କର ପରିଚୟ ବୁଝିବାକୁ ଚେଷ୍ଟା କର ଗୀତା କିଛି ଅସୁବିଧାରେ ପଡ଼ିଯାଇଥିବ ସେଇଥିପାଇଁ ଫୋନ କରିନି ଯଦି କିଛି ଅସୁବିଧାରେ ପଡ଼ିଥାନ୍ତା ତାହେଲେ ସେ ଆମକୁ ତା ସାଙ୍ଗମାନଙ୍କୁ ତାର ଫୋନ କରିନଥାନ୍ତା ଏଇ ତମେ ବୁଝିବାକୁ ଚେଷ୍ଟା କର ଗୀତା ନିଜେ ଆସି ଘରେ ପହଞ୍ଚିବ ଆରେ ତମେ ମତେ କଣ ବାହାର କିଛି ଚିନ୍ତା କରିବା ଦରକାର ନାହିଁ ମୋ ଝିଅ କେତେ ଆସିବ କେତେ ନ ଆସିବ ସେ କଥା ମୁଁ ଚିନ୍ତା କରିବି ଖାଇ ପିଇ ଶୋଇପଡ଼ିବ ଯାଅ ସମସ୍ତେ এই ଆଉ ଠିଆ ଅଛ କାହିଁକି ଶୁଣିଲ ତ ତମ ବାପା କଣ କହିଲେ ଶୁଣିପାରିଲ ତ ତାଙ୍କ ଝିଅ କଥା ସିଏ ବୁଝେ ଆମର ବୁଝିବା ଦରକାର ନାହିଁ ଆମେ ଠିଆ ହେବା କାହିଁକି ଚାଲ ଆମେ ଖାଇକି ଶୋଇବା ମଣିଷ ଏମାନଙ୍କ ପାଇଁ ଶାନ୍ତିରେ ନା ଖାଇ ପଡ଼ିଲା ନା ଶୋଇ ପଡ଼ିଲା ଆସ ଯିବା ଆମେ ବୋଉଲା अरे ये बात तो बेटे तो अब तुम ढेर से करो अरे जाओ मुझे मेडिकल मेडिकल ले जाओ अरे जाओ मेरा पचार ना कौन तू जानी पारुनु ता बेहोशर अवस्था देखि तू जानी पारुनु किसी अरे जानी पारुनु ना कौन हैं कौन है जी अरे बड़ा दुष्कर्म है केवल तमरी पाई तमे ताकू स्वाधीनता देलन तो तमे ताकू स्वाधीनता देई मारी देलो